Hello everyone, welcome back to Education Point plus 3 spot admission ପିଲାମାନେ ତମର ୱେଟିଂ ଲିଷ୍ଟ ଆସିଯାଇଛି ଏବଂ ଦେଖି ସାରିଥିବ ମଧ୍ୟ। ତ ଆଉ ଗୋଟେ ଡାଉଟ୍ ରହିଲା, ୱେଟିଂ ଲିଷ୍ଟ ପଳେଇ ଆସିଲା, ଏବେ କରିବୁ କ'ଣ? ଆଡ଼ମିସନ୍ କେମିତି ହେବ, ଆପ୍ଲାଏ କେମିତି କରିବୁ, ଏଇଟା ସମସ୍ତଙ୍କ ମୁଣ୍ଡରେ ରହିଥିବ। ତ ଆପ୍ଲାଏ ତାରିଖ ହେଉଛି 10 ତାରିଖ ପିଲାମାନେ। ମୁଁ କହିଦେବି କେମିତି କ'ଣ କରିବ ଏବଂ କ'ଣ କ'ଣ ଡକୁମେଣ୍ଟ ଧରିକି ଯିବୁ। କିଛି ପଇସା ଲାଗିବ କି ଯେଉଁ ଆପ୍ଲାଏ ପାଇଁ, ଏବଂ କଲେଜ ଅନର୍ସ ଚେଞ୍ଜ ହେବ କି, ସ୍ପୋର୍ଟ ପାଇଁ ପୁରା ଫୁଲ୍ ଡିଟେଲ୍ସ ଏଇ ଗୋଟାକ ଭିଡ଼ିଓରେ ତୁମମାନଙ୍କୁ ଜଣାଇଦେବି। ଲାଷ୍ଟ ପର୍ଯ୍ୟନ୍ତ ଭିଡ଼ିଓଟି ଦେଖିବ। ଇନଫର୍ମେଟିଭ୍ ହେଇଥିଲେ ନିହାତି ନିଜ ସାଙ୍ଗମାନଙ୍କୁ ସେୟାର କରିକି ଗୋଟେ ଲାଇକ୍ କରିନେବ। ଲାଇକ୍ ହେଉଛି ଇମ୍ପୋର୍ଟାଣ୍ଟ। ଲାଇକ୍ କଲେ ଏ ଯେଉଁ ଆମର ରିଚ୍ ବଢ଼ିବ, ରିଚ୍ ବଢ଼ିଲେ ସବୁ ପିଲାଙ୍କ ପାଖକୁ ଯାଇପାରିବ ଭିଡ଼ିଓଟିକୁ, ହେଲା। ସେଥିପାଇଁ ନିହାତି ଲାଇକ୍ଟେ କର। ଯଦି ଡାଉଟ୍ ରହୁଛି କମେଣ୍ଟ ସେକ୍ସନରେ କମେଣ୍ଟ କର, କିମ୍ବା ଆମର ଟେଲିଗ୍ରାମ ଚ୍ୟାନେଲ୍ ଲିଙ୍କ୍, ହ୍ୱାଟ୍ସଆପ୍ ଚ୍ୟାନେଲ୍ ଲିଙ୍କ୍ ଅଛି ଡିସ୍କ୍ରିପ୍ସନରେ। ପର୍ସନାଲି ପଚାରିବାକୁ ଚାହୁଁଥିଲେ ପଚାରିପାରିବ, ଠିକ୍ ଅଛି। ତ ଆଉ ଗୋଟେ କଥା କହିଦେଉଛି, ତୁମମାନଙ୍କର +3 ପିଲାଙ୍କ ପାଇଁ କ୍ଲାସେସ୍ ହେବାକୁ ଯାଉଛି, ଲାଇଭ୍ କ୍ଲାସେସ୍। ଯଦି କିଛି ପିଲା ପଢ଼ିବାକୁ ଚାହୁଁଛ ଆମ ପାଖରେ, ଅଲ୍ ଅନର୍ସ ପାଇଁ ହେବ, ଆମର ୟୁଟ୍ୟୁବରେ ହେବ, ଫ୍ରିରେ ହେବ। ସେଥିପାଇଁ ତୁମେମାନେ ଯଦି ପଢ଼ିବାକୁ ଚାହୁଁଛ ଟେଲିଗ୍ରାମ ଚ୍ୟାନେଲ୍ରେ ତୁମମାନଙ୍କୁ ମିଳିଯିବ, କିମ୍ବା ହ୍ୱାଟ୍ସଆପ୍ ଚ୍ୟାନେଲ୍ରେ ମିଳିଯିବ କେଉଁଦିନ କ'ଣ କ୍ଲାସେସ୍ ରହିବ। ସ୍ପଟ୍ ଆଡ଼ମିସନ୍ ସରିଲା ପରେ ତୁମର କ୍ଲାସ୍ ଷ୍ଟାର୍ଟ ହେଇଯିବ, ଠିକ୍ ଅଛି। ମୁଁ ବେଶୀ କିଛି କହିବାକୁ ଚାହୁଁନି। ତ ଦେଖିବା, ୱେଟିଂ ଲିଷ୍ଟ ଦେଖିସାରିଛ, ତୁମର କେତେ ର୍ୟାଙ୍କ ଅଛି, ଭଲ ର୍ୟାଙ୍କ ଅଛି ନା ନାହିଁ ମୁଁ ବି କହିଦେଇଛି। ତ ଏବେ ବି କହିଦେଉଛି, ତୁମର ଦୁଇଟା କ୍ୟାଟାଗୋରୀରେ ହେବ। ଗୋଟେ ହେଲା ସିଲେକ୍ଟେଡ଼୍ କ୍ୟାଟାଗୋରୀରେ, ଆଉ ଗୋଟେ ହେଲା ୱେଟିଂ ଲିଷ୍ଟ କ୍ୟାଟାଗୋରୀରେ, ଠିକ୍ ଅଛି। ତ ତୁମର ଦୁଇଟା, ଯଦି 20ଟା ସିଟ୍ ଅଛି, ମୁଁ ସଦାବେଳେ ଏଇ 20ଟା ନମ୍ବର ନିଏ, କାହିଁକିନା ମ୍ୟାକ୍ସିମମ୍ ସିଟ୍ 20 ପାଖାପାଖି ଥାଏ, ହେଲା। 20ଟାରୁ 5ଟା ସିଲେକ୍ଟେଡ଼୍ ପିଲାଙ୍କୁ ନେବେ, 15ଟି ୱେଟ୍ ଲିଷ୍ଟେଡ଼ ପିଲାଙ୍କୁ ନେବେ। ଯଦି ତୁମର 20 ଭିତରେ ଅଛି ର୍ୟାଙ୍କ, ଦେନ୍ ବହୁତ ଭଲ କଥା। 20 ପରେ ଯଦି ଅଛି, 30 ପାଖାପାଖି ଥିଲେ ତାହେଲେ ସେଫ୍ ର୍ୟାଙ୍କ। 30 ଉପରକୁ ଯାଇଥିଲେ ଏରି ବେଶୀ ଚାନ୍ସ ନଥାଏ ଆଡ଼ମିସନ୍ ହେବାର, ଠିକ୍ ଅଛି। ସେଇଥିପାଇଁ ସିଟ୍ ଫାଷ୍ଟ ଦେଖିବ। ମୁଁ ତୁମକୁ ଯେଉଁ କହିଦେଇଥିଲି ହେଲେ କେମିତି କ'ଣ କରିବ, ପ୍ରୋସେସ୍ଟା କହିଥିଲି, ଭିଡ଼ିଓ ସକାଳେ ଅପଲୋଡ଼ କରିଥିଲି, ଯେଉଁମାନେ ଦେଖିନ ବି ଯାଇକି ଦେଖିପାରିବ, ଓକେ। ତ ଏମିତି ପ୍ରଥମେ ଦେଖିବ, ଯଦି ସେଫ୍ ର୍ୟାଙ୍କ ଅଛି ଯାଇକି ସେଇ କଲେଜରେ ଆଡ଼ମିସନ୍ ନେବା ପାଇଁ ଆପ୍ଲାଏ କର। ଆପ୍ଲାଏ କେମିତି କରିବ ମୁଁ କହିଦେଉଛି। ତ ଯେମିତିକି ତୁମମାନଙ୍କର ଆଜି ଆସିଲା 8 ତାରିଖ 12ଟା ବେଳକୁ, ତ ଆପ୍ଲାଏ କେମିତି କରିବ, 10ରୁ 11 ତାରିଖ ଭିତରେ ଯିବ କଲେଜକୁ ଯେଉଁଠି ଭଲ ର୍ୟାଙ୍କ ଆସିছে, ଯେଉଁ କଲେଜରେ ଭଲ ସିଟ୍ ଅଛି ଏବଂ ଭଲ ର୍ୟାଙ୍କ ଆସିছে ସେଇ କଲେଜକୁ ଯିବ। ଯଦି ମନପସନ୍ଦର କଲେଜ ଦରକାର, ତାହେଲେ ସେଇଠି ବି ତୁମର ଭଲ ର୍ୟାଙ୍କ ଥିବା ଆବଶ୍ୟକ। ତ ସେଇ କଲେଜକୁ ଯାଇକି କ'ଣ କରିବ, ଫିଜିକାଲି ରିପୋର୍ଟିଂ କରିବ, ମାନେ ଯିବ ଏବଂ କ'ଣ କରିବ, କ୍ୟାବ୍ ସହିତ ଇଣ୍ଟିମେସନ୍ ଲେଟର୍ ସହିତ କିଛିଟା ଡକୁମେଣ୍ଟ, ଭ୍ୟାଲିଡ୍ ଆଇ ଡ଼ି ପ୍ରୁଫ୍ ଧରିକି ଯିବ। ସବୁ ଡକୁମେଣ୍ଟ ନେଇଯାଅ, କିଛି ଅସୁବିଧା ନାହିଁ, ଧରିବାକୁ ଭାରି ଲାଗୁନି, ସବୁ ଡକୁମେଣ୍ଟ ଧରିକି ଯାଇଥାଅ। କାହିଁକିନା ମନେକର କୌଣସି ଏରର୍ ହୁଏ, ମାର୍କ ସାର୍ଟିଫିକେଟ୍ ହେଉ, ସରି ଆମର ଯେଉଁ ମାର୍କସିଟ୍ ହେଉ, ହେଲା, 10th ହେଉ କିମ୍ବା 12th ହେଉ, କୌଣସି ଏରର୍ ହୁଏ, ଚେକ୍ କରିପାରିବେନି ନା, ଭ୍ୟାଲିଡ୍ ଆଇ ଡ଼ି ପ୍ରୁଫ୍ ସୋ ହାତରେ ଧରିକି ଯାଇଥାଅ। ତ ଆପ୍ଲାଏ କେମିତି ହେବ, ଅଫଲାଇନ୍ ମୋଡ଼୍ରେ ହେବ। ତୁମର ସେଇ କଲେଜରେ ହେବ ଯେଉଁ କଲେଜରେ ତୁମେ ପଢ଼ିବାକୁ ଚାହୁଁଥିବ ଏବଂ ର୍ୟାଙ୍କ ଭଲ ଥିବ, ଠିକ୍ ଅଛି। ସେଇଠି ଯାଇକି ଆପ୍ଲାଏ କରିବ ଡକୁମେଣ୍ଟ ନେଇକି। ଦେନ୍ ତୁମର 12 ତାରିଖ ଦିନ ଆସିବ, କଲ୍ ମାଧ୍ୟମରେ ବା SMS ମାଧ୍ୟମରେ, ନଚେତ୍ ୱେବସାଇଟ୍ରେ ତୁମେ ଦେଖିପାରିବ କ'ଣ ନା, ଯେଉଁ କଲେଜରେ ତୁମେ ଆପ୍ଲାଏ କରିଥିଲ ସେଇ କଲେଜରେ ଆଡ଼ମିସନ୍ ହେଇଛି ନା ନାହିଁ। ଯଦି ହେଇଛି ତାହେଲେ 12କୁ 13ରେ ଯାଇକି, ସରି 13କୁ 14ରେ ଯାଇକି ଆଡ଼ମିସନ୍ କରେଇବ। ତ ଏଇଠି କଥା ଉଠିଲା, ପଇସା ଲାଗିବ ନା ନାହିଁ, ଟଙ୍କା ଲାଗିବ ନା ନାହିଁ। ୟେସ୍, ଟଙ୍କା ଲାଗିବ, ବଟ୍ ଓନ୍ଲି ଫର୍ ସେଲ୍ଫ ଫାଇନାନ୍ସିଂ କୋର୍ସେସ୍ ପାଇଁ ପଇସା ଲାଗିବ, ନଟ୍ ରେଗୁଲାର ପିଲା ଟୋଟାଲି ଦେବାକୁ ପଡ଼ିବନି। ଓନ୍ଲି ସେଲ୍ଫ ଫାଇନାନ୍ସିଂ ପିଲା ପେମେଣ୍ଟ ଦେବାକୁ ପଡ଼ିବ ଅନଲାଇନ୍ ମୋଡ଼୍ରେ, ହେଲା। ଯାହାର ଯାହା ଫୋନ୍ପେ କିମ୍ବା UPI ମାଧ୍ୟମରେ ପଠାଇବ। 13କୁ 14ରେ ଯାଇକି ଆଡ଼ମିସନ୍ କରେଇବ। ଦେନ୍ ଆଉ ଗୋଟେ କଥା ଥିଲା ଆମର, କଲେଜକୁ ଅନର୍ସ ଚେଞ୍ଜ କରିହେବ କି? ତ ପିଲାମାନେ ଏଇଟାରେ ମୋର ଆନ୍ସର୍ ରହିବ, କଲେଜକୁ ଏବଂ ଅନର୍ସ ଚେଞ୍ଜ କରିହେବନି, ବଟ୍ ତୁମର କ୍ୟାପ୍ରେ ଯାହା ଯାହା ଥିଲା ସେଇତିକ ଚେଞ୍ଜ କରିହେବ। ମନେକର ତୁମର ଅପର୍ ଚଏସେସ୍ କଲେଜ ଦରକାର, ସେଇ ଅପର୍ ଚଏସେସ୍ କଲେଜରେ ହିଁ ତୁମର ମାନେ କ'ଣ କହିଲ, ଯାହା ଦେଇଥିବ ଅନର୍ସ, ସେଇ ଅନର୍ସରେ ହିଁ ତୁମେ ପଢ଼ିପାରିବ। ମନେକର କିଏ ଦେଇଛି ଗୋଟେ BJPରେ ଫାର୍ଷ୍ଟ ନମ୍ବର କଲେଜ, BJPରେ ଦେଇଛି ଆମର ଫିଜିକ୍ସ ଅନର୍ସ। ଦେନ୍ ସେକେଣ୍ଡ ନମ୍ବର କଲେଜରେ ରାଜଧାନୀ କଲେଜରେ ତୁମର ଦେଇଛି ମନେକର କେମିଷ୍ଟ୍ରି ଅନର୍ସ। ଏବଂ ଥାର୍ଡ଼ ନମ୍ବର କଲେଜରେ, ତାର 4th ସିଲେକ୍ସନ୍ ହେଇଥିଲା, ବଟ୍ ଥାର୍ଡ଼ ନମ୍ବର କଲେଜରେ ଖଲିକୋଟ କଲେଜରେ ମନେକର ଦେଇଛି ବାୟୋଲୋଜି ବା ବଟାନି ଧର।
तो ଏବେ ସେ ଏଇତିକ ଭିତରୁ ହିଁ ଦେଖିପାରିବ ଯେଉଁଠି ସେଫ୍ ର୍ୟାଙ୍କ ଥିବ ଭଲ ର୍ୟାଙ୍କ ଥିବ ସେଇ କଲେଜରେ ଯାଇକି ଏଇଟା ଅନର୍ସ ସହ ହେଲେ ମନେକର ତାର ସେଫ୍ ର୍ୟାଙ୍କ ଅଛି ରାଜଧାନୀ କଲେଜରେ ସେ ଏଇ ଅନର୍ସ ସହ ଯାଇକି କରିପାରିବ କେମିଷ୍ଟ୍ରି ଅନର୍ସରେ ବୁଝିଲ ନୋ ଚେଞ୍ଜ କୌଣସି ବି ଚେଞ୍ଜ ହେବ ନାହିଁ ଅନର୍ସ ନାହିଁ କିମ୍ବା କଲେଜ ନାହିଁ କଲେଜ ଚେଞ୍ଜ କରିପାରିବ ଯେମିତିକି ବିଜେପିରେ ପଢ଼ିବାକୁ ଯିବ ବୋଲେ ହଁ ହେବ ତୁମର ର୍ୟାଙ୍କ ଯଦି ଭଲ ଅଛି ସିଟ୍ ଭଲ ଅଛି ଏଇଠି ତାହେଲେ ବିଜେପିରେ ଯାଇକି ତୁମେ ଆପ୍ଲାଏ କରିପାରିବ କିମ୍ବା ରାଜଧାନୀ ଯଦି ସେଇଠି ତୁମେ ଚାହୁଁଛ ସେଇଠି ଆପ୍ଲାଏ କରିପାରିବ ଏଇଠି ଖଲିକୋଟରେ ଆପ୍ଲାଏ କରିବ ବଟ୍ ରେଭେନ୍ସାରେ ହେବନି କାହିଁକିନା ତୁମେ କ୍ୟାବ୍ରେ ରେଭେନ୍ସା ଦେଇନ ବୁଝିଲ ଓନ୍ଲି ଫର୍ କ୍ୟାବ୍ ଯେଉଁଠି ରହିଛି କ୍ୟାବ୍ରେ ଯାହା ରହିଛି ସେଇଟା ହିଁ ହେବ ତ ଆଶା କରୁଛି ବୁଝିପାରିଥିବ ଯଦି ବୁଝିନ ନିହାତି ଭାବେ କମେଣ୍ଟ ସେକ୍ସନରେ ଜଣାଅ ଆଉ ଯାହା ଡାଉଟ୍ ରହିଲା ମୁଁ କ୍ଲିଅର୍ କରିଦେବି ରହୁଛି ଜୟ ଜଗନ୍ନାଥ।